ଏବେ ଆସିଲା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶକୁ ନେଇ ବୋର୍ଡ ତରଫରୁ ଏକ ନୂଆ ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି। ଏନେଇ ଜାରି ହେଲା ଆଉ ଏକ ନୂଆ ସୂଚନା। ଚାଲନ୍ତୁ ବର୍ତ୍ତମାନ ଯାହା ବି କିଛି ଅପଡେଟ ଆସିଛି ଫଟାଫଟ ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆରେ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ କରି ଅଲ୍ ରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। କାହିଁକି ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ତ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକେଇବା। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା 20 ତାରିଖ ପରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ମାନେ ପୂର୍ବରୁ SMS ଓ ୱେବସାଇଟ ରୁ ପରୀକ୍ଷା ଫଳ ଜାଣୁଥିଲେ। ଏବେ ଆଉ ଏକ ନୂତନ ମାଧ୍ୟମ ପ୍ରଥମ ଥର ପାଇଁ ଯୋଡ଼ି ହେବାକୁ ଯାଉଛି। ହ୍ୱାଟ୍ସଆପ ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହାକୁ ପରୀକ୍ଷା ଫଳ ଜାଣିବା ମାଧ୍ୟମ ରୂପେ ଉପଯୋଗ କରିବାକୁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ୍ ସହ ବୈଷୟିକ ସହାୟତା ନିମନ୍ତେ ଯୋଗାଯୋଗ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥର ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ ପ୍ରଥମ ଥର ଅନଲାଇନ ଜରିଆରେ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ। ପରୀକ୍ଷାର୍ଥୀ ମାନେ ନିଜେ ସାର୍ଟିଫିକେଟ ଡାଉନଲୋଡ କରିପାରିବେ। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳୁଛି ସେଥିରୁ ଜଣାପଡ଼ିଛି ଯେ ମେ ମାସ ଅର୍ଥାତ୍ ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ବୋର୍ଡ ତରଫରୁ ଖୁବ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଜାରି କରାଯିବ। ଯେତେବେଳେ ବି ଯାହା ବି କିଛି ନୂଆ ଇନଫର୍ମେସନ ମିଳିଯିବ ସେତେବେଳେ ଏହି ଚ୍ୟାନେଲ ମାଧ୍ୟମରେ ଆପଣ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ତେଣୁକରି ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥାନ୍ତୁ।